ପାନ ମଧୁରୀ ଆମ ସମସ୍ତଙ୍କର ଅତି ପ୍ରିୟ। ଖାଦ୍ୟ ଖାଇବା ପରେ ପାନ ମଧୁରୀ ଟିକେ ଖାଇଲେ ଖାଦ୍ୟ ଖୁବ୍ ଶୀଘ୍ର ହଜମ ହେଇଯାଏ। ପାନ ମଧୁରୀ ଭୋକକୁ ବଢ଼ାଇଥାଏ, ଅଗ୍ନିମାନ୍ଦ୍ୟ ସମସ୍ୟା ଦୂର କରିଥାଏ, ବାୟୁ ବିକାର ଦୂର କରେ। ଆଳସ୍ୟ, ଖାଦ୍ୟ ପରେ ନିଦ ଲାଗିବା ଏବଂ ମସ୍ତିଷ୍କ ଯଦି ମାନ୍ଦା ଅଛି, ସେଭଳି କ୍ଷେତ୍ରରେ ପାନ ମଧୁରୀର ସେବନ ଲାଭକାରୀ ହୋଇଥାଏ। ମହିଳାମାନଙ୍କ କ୍ଷେତ୍ରରେ ପ୍ରସବ ପରେ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ତଥା ଦୁଗ୍ଧର ଗୁଣବତ୍ତା ବୃଦ୍ଧି ପାଇଁ ପାନ ମଧୁରୀର ବ୍ୟବହାର କରାଯାଏ। କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ପାନ ମଧୁରୀର ସେବନ ଶୁକ୍ର ଧାତୁକୁ କମ୍ କରିଥାଏ। ଏହା ବ୍ୟତୀତ ମୁଖରୁ ଯଦି ଅଧିକ ଦୁର୍ଗନ୍ଧ ଆସୁଛି, ବାନ୍ତି ସମସ୍ୟା ରହୁଛି, ସେଭଳି କ୍ଷେତ୍ରରେ ପାନ ମଧୁରୀର ସେବନ ଉପାଦେୟ ଅଟେ। ମଳତ୍ୟାଗ ଯଦି ସମ୍ପୂର୍ଣ୍ଣ ରୂପେ ହେଉନି, କିଛି ବଳକା ରହିଯାଉଛି, ତେବେ ପାନ ମଧୁରୀ ଖାଆନ୍ତୁ। ପିତ୍ତାଶ୍ରୟ ପଥରୀକୁ ନିଷ୍କାସନ କରିବାରେ ପାନ ମଧୁରୀର ଭଜା ଅତ୍ୟନ୍ତ ଲାଭକାରୀ ଅଟେ। ଏସବୁ ପାନ ମଧୁରୀର ଆମ ଶରୀର ପ୍ରତି ଉପାଦେୟତା ଆଉ କ'ଣ କ'ଣ ଉପକାରିତା ରହିଛି ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କରୁଛି ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାନ ମଧୁରୀର ସେବନ ରକ୍ତକୁ ବିଶୋଧନ କରେ, ତେଣୁ କୋଲେଷ୍ଟ୍ରଲକୁ ତଥା ହୃଦୟ ସମସ୍ୟାକୁ ନିୟନ୍ତ୍ରଣରେ ରଖେ। ଶ୍ୱାସ ଏବଂ ଅଧିକ କଫ ବିକାରରେ ଏହା ଉପଯୋଗୀ। ପରିସ୍ରା ଜଳାପୋଡ଼ାକୁ ଏହା କମ୍ କରିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାରର ଚର୍ମ ରୋଗ, ଚର୍ମ ଶୁଷ୍କତା ତଥା ଯଦି ଝାଳ ବାହାରୁନି, ସେଭଳି କ୍ଷେତ୍ରରେ ପାନ ମଧୁରୀ ଖାଆନ୍ତୁ। ଗର୍ଭାଶୟରେ ଯଦି ଡିମ୍ବାଣୁ ଠିକ୍ ଭାବରେ ତିଆରି ହେଉନାହିଁ ବା ସେଥିରେ କିଛି ସମସ୍ୟା ରହିଛି, ତେବେ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ପାନ ମଧୁରୀ ଖାଇପାରିବେ। ଆସନ୍ତୁ ଏହାର ଗୁଣଧର୍ମ ତଥା କେଉଁମାନେ ଖାଇପାରିବେ ସେ ବିଷୟରେ ଜାଣିବା। ଏହା ଲଘୁ, ମଧୁର ଓ ତୀକ୍ଷ୍ଣ ସ୍ୱାଦଯୁକ୍ତ କିନ୍ତୁ ଉଷ୍ଣ ପ୍ରକୃତିର। କଫ ଏବଂ ବାତ ପ୍ରଧାନ ବ୍ୟକ୍ତିଙ୍କ ପାଇଁ ଏହା ଉତ୍ତମ ଅଟେ। ଶରୀର ଭିତରେ ରସ ଏବଂ ମଜ୍ଜା ଧାତୁ ଉପରେ ଏହା ଭଲ କାମ କରିଥାଏ, ତେଣୁ ମସ୍ତିଷ୍କ, ଆଖି ତଥା ଅସ୍ଥି ମଜ୍ଜା ସୁଦୃଢ଼ କରିଥାଏ। ଏବେ ଆସନ୍ତୁ ଜାଣିବା ଏହି ପାନ ମଧୁରୀର ବ୍ୟବହାର ବା ପ୍ରୟୋଗ ବିଷୟରେ। ଏହାର ପ୍ରତ୍ୟେକ ପ୍ରୟୋଗ ଅତି ବେଶୀରେ 1 ସପ୍ତାହ ପର୍ଯ୍ୟନ୍ତ କରନ୍ତୁ, କାରଣ ଆବଶ୍ୟକତା ଠାରୁ ଅଧିକ ସେବନ ଲାଭ ବଦଳରେ କ୍ଷତି ଦେଇଥାଏ। ଭଲ ପାଚନ ଶକ୍ତି ପାଇଁ ଖାଦ୍ୟ ଖାଇବା ପରେ ପାନ ମଧୁରୀ, ଜୁଆଣି, ଧନିଆ ଏବଂ ଗୁଜୁରାତି ଏଗୁଡ଼ିକୁ ହାଲକା ଭାଜି ସେଗୁଡ଼ିକର ମିଶ୍ରଣ ଅଧ ଚାମଚ ସେବନ କରନ୍ତୁ। ଭଲ ପାଚନ ଶକ୍ତି ପାଇଁ ଆଉ ଗୋଟିଏ ଉପାୟ, 2 କପ୍ ପାଣିରେ 1 ଚାମଚ ପାନ ମଧୁରୀ ପକାଇ ତାକୁ ଚୁଲିରେ ବସାଇ 1 କପ୍ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଏହି ଉଷୁମ କାଢ଼ା କିମ୍ବା ଏହା ସହ ଅଳ୍ପ ଟିକେ ଘିଅ ମିଶାଇ ତାକୁ ପିଇପାରିବେ। ଚିକ୍କଣ ଲାଳଯୁକ୍ତ ମଳ ବାହାରୁଥିଲେ 2 କପ୍ ପାଣିରେ 1 ଚାମଚ ପାନ ମଧୁରୀ ଓ ଟିକିଏ ଶୁଣ୍ଠି ପକାଇ 1 କପ୍ ହେବା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ ଏବଂ ଏହାକୁ ଉଷୁମ ଉଷୁମ ପିଅନ୍ତୁ। ବାରମ୍ବାର ଶୋଷ କିମ୍ବା ବାନ୍ତି ଲାଗୁଥିଲେ ସାଦା ଥଣ୍ଡା ପାଣିରେ 1 ଚାମଚ ପାନ ମଧୁରୀ ଗୁଣ୍ଡ, ଟିକିଏ ଗୁଜୁରାତି ଗୁଣ୍ଡ, ସୈନ୍ଧବ ଲବଣ ଓ ଲେମ୍ବୁ ରସ ଏସବୁ ସରବତ କରି ପିଅନ୍ତୁ। ଯଦି ବାରମ୍ବାର ମୁଣ୍ଡ ବ୍ୟଥା ହେଉଛି, ତାହେଲେ ବାଦାମ ଓ ପାନ ମଧୁରୀ ସମ ପରିମାଣରେ ନେଇ ତାକୁ ଗୁଣ୍ଡ କରିଦିଅନ୍ତୁ। ସ୍ୱାଦ ଅନୁସାରେ ସେଥିରେ ମିଶ୍ରି ଗୁଣ୍ଡ ମିଶାନ୍ତୁ। 1 ଚାମଚ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ପରେ ଉଷୁମ କ୍ଷୀର ସହିତ ସେବନ କରନ୍ତୁ। ଅସ୍ଥି ଦୁର୍ବଳତା ବା ଅଷ୍ଟିଓପୋରୋସିସ୍ ସମସ୍ୟାରେ ପାନ ମଧୁରୀ ଗୁଣ୍ଡ ଉଷୁମ କ୍ଷୀର ସହିତ ପିଅନ୍ତୁ। ଆସ୍ଥମା ଓ ଆଲର୍ଜିରେ ପାନ ମଧୁରୀ, ଶୁଣ୍ଠି ଓ ହଳଦୀ ସମ ପରିମାଣରେ ମିଶାଇ ଅଧ ଚାମଚ ଗୁଣ୍ଡ 1 ଚାମଚ ମହୁରେ ମିଶାଇ ଖାଆନ୍ତୁ। ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପାନ ମଧୁରୀ ତେଲ 8-10 ବୁନ୍ଦା ମାଲିସ କରିଲେ ଲାଭ ମିଳେ। ପାନ ମଧୁରୀକୁ ଚୋବାଇ ଖାଇଲେ କଥା କହିବାରେ ଯଦି ଅଟକି ଯାଉଛନ୍ତି, ଅସ୍ପଷ୍ଟ ଶବ୍ଦ ବାହାରୁଛି, ତେବେ ଏଭଳି ସମସ୍ୟା ଦୂର ହୋଇଥାଏ। ମଝିରେ ମଝିରେ ନିୟମିତ ପାନ ମଧୁରୀର ସେବନ କ୍ୟାନ୍ସରର ସମ୍ଭାବନାକୁ ଏଡ଼ାଇ ଦେଇଥାଏ। ଏସିଡିଟି ଭଳି ସମସ୍ୟାରେ କପେ ପାଣି ସହିତ ଏହି ପାନ ମଧୁରୀ ଅର୍କ
20 ରୁ 30 ବୁନ୍ଦା ବ୍ୟବହାର କରି ପିଇପାରିବେ। ବଜାରରେ ପାନମଧୁରୀ ମିଶିଥିବା ଅନେକ ଔଷଧ ଉପଲବ୍ଧ ଅଟେ, ଯେଉଁଭଳି ଶତପୁଷ୍ପାଦି ଚୂର୍ଣ୍ଣ, ପାନମଧୁରୀ ଅର୍କ ଏବଂ ହୋମିଓପାଥିରେ ପାନମଧୁରୀ ମଦର ଟିncture, ଫୋନିକୁଲମ ଭଲଗାର। ଆପଣଙ୍କର ଶାରୀରିକ ସମସ୍ୟା ଅନୁସାରେ ଉପଯୁକ୍ତ ଚିକିତ୍ସକଙ୍କର ପରାମର୍ଶରେ ଏସବୁ ସେବନ କରିପାରିବେ। ପାନମଧୁରୀ ଖାଇବା ବେଳେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ପାନମଧୁରୀ ସହିତ ହୋଟେଲରେ ମିଳୁଥିବା ମିଶ୍ରି ମିଶାଇ ଖାଆନ୍ତୁ ନାହିଁ, କାରଣ ସେଥିରେ ଚିନି ମିଶିଥାଏ। ତେଜରାତି ଦୋକାନରେ ମିଳୁଥିବା ମିଶ୍ରିକୁ ଗୁଣ୍ଡ କରି ପାନମଧୁରୀ ସହିତ ଖାଇପାରିବେ। ଗର୍ଭବତୀ ମହିଳା ପାନମଧୁରୀ ଖାଇବେ ନାହିଁ। ଆବଶ୍ୟକତାଠାରୁ ଅଧିକ ପାନମଧୁରୀ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ଆପଣମାନଙ୍କ ପାଇଁ ଗୋଟିଏ ବୋନସ୍ ଟିପ୍: ପାନମଧୁରୀର ସେବନ କେବଳ ସ୍ୱାସ୍ଥ୍ୟଜନିତ ନୁହେଁ, ବରଂ ବିଭିନ୍ନ ପ୍ରକାରର ଗ୍ରହ ଉପଚାର ଜନିତ ଲାଭ ଦେଇଥାଏ। ପାନମଧୁରୀ ଖାଇବା ଦ୍ୱାରା ମଙ୍ଗଳ ଏବଂ ସୂର୍ଯ୍ୟ ଗ୍ରହ ମଜବୁତ ହୋଇଥାନ୍ତି।